ମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ସବୁଦିନ ଭଳି ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ବର୍ତ୍ତମାନ ସମୟରେ ବିଶ୍ୱାସୀ କିପରି ବଞ୍ଚିବା ଉଚିତ। ଆଜିର ପ୍ରସଙ୍ଗ ହେଲା ବର୍ତ୍ତମାନ ସମୟରେ ଖ୍ରୀଷ୍ଟ ବିଶ୍ୱାସୀ କିପରି ବଞ୍ଚିବାର ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯେଉଁ ସମୟରେ ବସବାସ କରୁଛୁ ଏହି ସମୟ ମଣ୍ଡଳୀ ଊର୍ଦ୍ଧ୍ୱକୁ ଉଠାଯିବାର ସମୟ, ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେବାର ଶେଷ ସମୟରେ, ଶେଷ ମୁହୂର୍ତ୍ତରେ ଆମେ ବସବାସ କରୁଛୁ। ଆଉ ଏହିପରି ସମୟରେ ଖ୍ରୀଷ୍ଟ ବିଶ୍ୱାସୀମାନେ କିପରି ବଞ୍ଚିବାର ଆବଶ୍ୟକ ରହିଛି ସେହି ବିଷୟରେ ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆପଣମାନେ ମୋ ସହିତ ପ୍ରଥମ ପିତର 2 ଅଧ୍ୟାୟକୁ ଆସିବେ। ପ୍ରଥମ ପିତର 2 ଅଧ୍ୟାୟ ତାର 21 ପଦ, 22 ପଦ ଏବଂ 23 ପଦ ଆମେ ପଢ଼ିବା। ଲେଖାଯାଏ, ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୁତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ଏଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖ ଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇ ଦେଇ ଯାଇଅଛନ୍ତି। 22 ପଦ, ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳ କଥା ନଥିଲା। 23 ପଦ, ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ, ଦୁଃଖ ଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟ ବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଶେଷ ସମୟରେ ଏହି ମଣ୍ଡଳୀ ଊର୍ଦ୍ଧ୍ୱକୁ ଉଠେଇ ନେଇଯିବାର ଏହି ଶେଷ ମୁହୂର୍ତ୍ତରେ ବିଶ୍ୱାସୀମାନେ ଅର୍ଥାତ୍ ଆମ୍ଭେମାନେ କିପରି ବଞ୍ଚିବାର ଆବଶ୍ୟକ ରହିଛି। ପ୍ରଥମ ବିଷୟ ହେଲା ଆମେ ଯୀଶୁଙ୍କ ପରି ବଞ୍ଚିବା। ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠରେ ସେ କିପରି ବଞ୍ଚିଲେ? ସେ ପବିତ୍ର ଭାବରେ ବଞ୍ଚିଲେ। ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କର ଆଦର୍ଶ ଅଟନ୍ତି। ସେ ଆମକୁ ଗୋଟିଏ ଆଦର୍ଶ ଦେଖାଇ ଦେଇ ଯାଇଛନ୍ତି, ଆମେ ଯେପରି ତାହାଙ୍କର ପଦଚିହ୍ନ ଦେଇ ଗମନ କରିବା। ସେହି ଆଦର୍ଶ କ'ଣ? ଯୀଶୁଖ୍ରୀଷ୍ଟ ସବୁ ବିଷୟରେ ଆମର ଆଦର୍ଶ ଅଟନ୍ତି। ପ୍ରଥମ ବିଷୟ ଆମେ ପଢ଼ୁଛୁ ଯେ ସେ କୌଣସି ପାପ କଲେ ନାହିଁ। ଆମେ ଏହି ପାପମୟ ଜଗତରେ ଆମେ ନିଷ୍ପାପ ଜୀବନ ଯାପନ କରିବା ଆବଶ୍ୟକ ରହିଛି, ପବିତ୍ର ଜୀବନ ଯାପନ କରିବା ଆବଶ୍ୟକ ରହିଛି। ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ସେ ଯେତେ ଦିନ ସେ ଥିଲେ କୌଣସି ପାପ କଲେ ନାହିଁ। ସେ ପିଲାତଙ୍କୁ କହିଲେ, ଯଦି ମୋ ଠାରେ କୌଣସି ପାପ ଅଛି ବୋଲି କହୁଛ ତାହେଲେ ପାପର ପ୍ରମାଣ ଦିଅ। କୌଣସି ଲୋକ ଯୀଶୁଖ୍ରୀଷ୍ଟ ଯେ ପାପ କଲେ, ଯୀଶୁଖ୍ରୀଷ୍ଟ ଯେ କୌଣସି ଅପରାଧ କରିଥିଲେ, କୌଣସି ଲୋକ ପ୍ରମାଣିତ କରିପାରିଲେ ନାହିଁ, କିମ୍ବା ଆଜି ପର୍ଯ୍ୟନ୍ତ ଯୀଶୁଖ୍ରୀଷ୍ଟ ଯେ ପାପ କରିଥିଲେ କୌଣସି ପ୍ରମାଣ ନାହିଁ, କାରଣ ସେ ପବିତ୍ର ବ୍ୟକ୍ତି ଥିଲେ। ଏହି ଧରାପୃଷ୍ଠରେ ସେ ଆମ୍ଭମାନଙ୍କ ପରି ସର୍ବୋଚ୍ଚ ବିଷୟରେ, ସବୁ ବିଷୟରେ ସେ ପରୀକ୍ଷିତ ହେଲେ, ମାତ୍ର ସେ ପରୀକ୍ଷାରେ ପଡ଼ିଲେ ନାହିଁ, ସେ ପାପ କଲେ ନାହିଁ। ଆମ୍ଭେମାନେ ମଧ୍ୟ ଯୀଶୁଙ୍କ ପରି ବଞ୍ଚିବାର ଆବଶ୍ୟକ ରହିଛି। ଯୀଶୁଖ୍ରୀଷ୍ଟ ଯେମିତି ଅନ୍ୟର ମଙ୍ଗଳ କଲେ, ଆମେ ମଧ୍ୟ ଅନ୍ୟର ମଙ୍ଗଳ କରି ବଞ୍ଚିବା। ଯୀଶୁଖ୍ରୀଷ୍ଟ ଶତ୍ରୁକୁ କ୍ଷମା ଦେଲେ, ଯୀଶୁଖ୍ରୀଷ୍ଟ ସ୍ୱୟଂ ପରମେଶ୍ୱର ହେଲେ ମଧ୍ୟ ସେ ନିଜକୁ ନମ୍ର କଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ଆଜ୍ଞାବହ ହେଲେ। ଆମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ପରି ପବିତ୍ର ଜୀବନ ଯାପନ କରିବା ଆବଶ୍ୟକ ରହିଛି, ନମ୍ର ହେବାର ଆବଶ୍ୟକ ରହିଛି ଏବଂ ନିଜକୁ ନତ କରିବା ଆବଶ୍ୟକ ରହିଛି ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଆମେ ତାହାଙ୍କର ଆଜ୍ଞାବହ ହେବାର ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆମେ ଯୀଶୁଖ୍ରୀଷ୍ଟଙ୍କ ପରି ବଞ୍ଚିବା। ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଆମେ ଏହି ବର୍ତ୍ତମାନ ସମୟରେ ଏହି ମଣ୍ଡଳୀ ଉଠାଯିବାର ଏହି ଶେଷ ଯୁଗରେ, ଶେଷ ମୁହୂର୍ତ୍ତରେ ଆମେ କିପରି ବଞ୍ଚିବା। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଯାକୁବ ପୁସ୍ତକ 4 ଅଧ୍ୟାୟକୁ ଆସିବେ। ଯାକୁବ ପୁସ୍ତକ 4 ଅଧ୍ୟାୟ 3 ପଦରେ ଲେଖାଗଲା, ଏବେ ଦେଖ, ଯେଉଁମାନେ କହୁଅଛ ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ 1 ବର୍ଷ ପର୍ଯ୍ୟନ୍ତ ରହି
ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ, କିନ୍ତୁ କାଲି କ'ଣ ଘଟିବ ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କ'ଣ କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ, ଯେଉଁ ବାଷ୍ପ ତୁମ୍ଭେମାନେ ତ ତାହା ସଦୃଶ। ମୁଁ ଏହି ବାକ୍ୟରେ କହିବା ପାଇଁ ଚାହେଁ, ଆମେ ଏହି ବର୍ତ୍ତମାନ ସମୟରେ କିପରି ବଞ୍ଚିବା। ଆଜି ଦିନ ମୋ ପାଇଁ ଶେଷ ଦିନ ଅଟେ, ଏହି ପ୍ରକାର ଭାବି ଆମେ ବଞ୍ଚିବା ଆବଶ୍ୟକ ରହିଛି। ଏହି ଶେଷ ଦିନରେ ଆମେ କିପରି ବଞ୍ଚିବା ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆମେ ଯେଉଁ ଦିନରେ ସକାଳେ ଜୀବିତମାନଙ୍କ ମଧ୍ୟରେ ଗଣା ଯାଉଛୁ, ଆଜି ଆମେ ବଞ୍ଚିଛୁ, ଆମେ ଏହିପରି ମନୋଭାବ ଧାରଣ କରି ବଞ୍ଚିବାର ଆବଶ୍ୟକ ରହିଛି ଯେ ମୋର ଆଜି ଶେଷ ଦିନ। କାରଣ ମୃତ୍ୟୁ କେତେବେଳେ ଆସେ ମନୁଷ୍ୟ ଜାଣେ ନାହିଁ। ଆମ୍ଭେମାନେ କେଉଁ ମୁହୂର୍ତ୍ତରେ ଆମମାନଙ୍କ ମୃତ୍ୟୁ ହେବ ଆମେ ଜାଣିନାହୁଁ, ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟ କେବେ ମେଘମାଳରେ ଆସିବେ ତାହା ମଧ୍ୟ ଆମେ ଜାଣିନାହୁଁ। ଆମେ ପ୍ରତିଦିନ ଆମେ ଏହିପରି ଗୋଟେ ମନ ଧାରଣ କରିବାର ଅଛି, ଆଜି ଦିନ ମୋର ଶେଷ ଦିନ ହେଇପାରେ, ଆଜି ମୋର ମୃତ୍ୟୁ ବି ହେଇପାରେ, ଏବଂ ଚକ୍ଷୁର ପଲକରେ ଶେଷ ତୁରିଧ୍ୱନିରେ ହେଇପାରେ ପ୍ରଭୁଙ୍କର ଆଗମନ ମଧ୍ୟ ହୋଇପାରେ। ଏହି ପ୍ରକାର ମନକୁ ଆମେ ଧାରଣ କରିବା ଆବଶ୍ୟକ ରହିଛି। କିନ୍ତୁ ପ୍ରଶ୍ନ ହେଲା, ଯଦି ଆମେ ଆଜି ମୃତ ହେବା କିମ୍ବା ଯଦି ଆଜି ପ୍ରଭୁଙ୍କର ଆଗମନ ହେବ, ତାହେଲେ ସତରେ କ'ଣ ଆମେ ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କଲା ପରି ଆମେ ପ୍ରସ୍ତୁତ ହେଇଛୁ କି? ସତରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମକୁ ମେଘମାଳରେ ସେ ନେବେ, ଏହି ପ୍ରକାର ଆମେ ଯୋଗ୍ୟ ଆଚରଣ କରୁଛୁ କି? ଏହା ସବୁଠାରୁ ବଡ଼ ବିଷୟ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ଦିନ ମୋ ପାଇଁ ଶେଷ ଦିନ, ଏହି ପ୍ରକାର ଭାବି ଆମେ ବଞ୍ଚିବାର ଆବଶ୍ୟକ ରହିଛି। ଅନେକ ସମୟରେ ଆମେ କ'ଣ କରୁ, ଭବିଷ୍ୟତକୁ ଲକ୍ଷ୍ୟ କରି ମୁଁ ଆଜି ଏହା କରିବି, କାଲି ତାହା କରିବି, ମୁଁ ଆସନ୍ତା ବର୍ଷରେ ବ୍ୟବସାୟ କରିବି, ଆଉ ଗୋଟେ ବର୍ଷରେ ମୁଁ ଘର ବାନ୍ଧିବି, ବିଭିନ୍ନ ବିଷୟରେ ଆଜି ଅନେକ ଭାଇ ଭଉଣୀମାନେ ଲିପ୍ତ ହୋଇଛନ୍ତି। କିନ୍ତୁ ବାକ୍ୟ କହେ ଯେ ଆମର ଜୀବନ ବାଷ୍ପ ସଦୃଶ। ବାଷ୍ପ ଅଳ୍ପ ସମୟ ଦେଖାଯାଏ, ମାତ୍ର କିଛି ସମୟ ପରେ ତାହା ଅଦୃଶ୍ୟ ହୋଇଯାଏ। ଆମର ଜୀବନ ମଧ୍ୟ ସେହି ପ୍ରକାର ଅଟେ। ସେଥିପାଇଁ ପ୍ରତିଦିନ ଆମେ ମୃତ୍ୟୁ ନିମନ୍ତେ ମଧ୍ୟ ପ୍ରସ୍ତୁତ ହେବାର ଆବଶ୍ୟକ ରହିଛି। ଏହି ଜଗତରେ ପରମେଶ୍ୱର ଆମକୁ ଏଥିପାଇଁ ରଖିଛନ୍ତି, ଆମେ ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ହେବା, ଅନନ୍ତ ଜୀବନ ନିମନ୍ତେ ପ୍ରସ୍ତୁତ ହେବା। ଜଣେ ବ୍ୟକ୍ତି ମୃତ୍ୟୁବରଣ ନ କଲେ କେବେ ମଧ୍ୟ ସେ ଅନନ୍ତ ଜୀବନ ଦେଖିପାରେ ନାହିଁ, ଈଶ୍ୱରଙ୍କ ରାଜ୍ୟ ସେ ଦେଖିପାରେ ନାହିଁ। ସେଥିପାଇଁ ଆମେ ପ୍ରତିଦିନ ଏହି ଦିନ ମୋର ଶେଷ ଦିନ ଭାବି ଆମେ ବଞ୍ଚିବା। କେମିତି ବଞ୍ଚିବା? ପାପରୁ ପୃଥକ ହୋଇ ପବିତ୍ର ଜୀବନ ଯାପନ କରି ପରମେଶ୍ୱରଙ୍କ ଆଜ୍ଞାବହ ହୋଇ ଆମେ ସମସ୍ତଙ୍କ ସହିତ ମିଳନରେ, ପ୍ରେମରେ, ଶାନ୍ତିରେ ରହିବା ପାଇଁ ଆମେ ଚେଷ୍ଟା କରିବା ଆବଶ୍ୟକ ରହିଛି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ମୁଁ ଶେଷ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପଢ଼ିବେ ପ୍ରଥମ ପିତର 4 ଅଧ୍ୟାୟ। ପ୍ରଥମ ପିତର 4 ଅଧ୍ୟାୟ ତାର 2 ପଦ ମୁଁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛାନୁସାରେ କ୍ଷେପଣ କର। ଏହା ଶେଷ ବିଷୟ ବା ତୃତୀୟ ବିଷୟ। ସାଧୁ ପିତର ଏ ପ୍ରକାର ଲେଖନ୍ତି, ଏହି ଜଗତରେ ଆମେ ଯେତେ ଦିନ ବଞ୍ଚିବା, ଆମେ ନିଜ ଇଚ୍ଛାରେ ବଞ୍ଚିବା ନାହିଁ, ଆମେ ପ୍ରଭୁଙ୍କ ଇଚ୍ଛାରେ ବଞ୍ଚିବାର ଆବଶ୍ୟକ ରହିଛି। ଅନେକ ସମୟରେ ନିଜ ଇଚ୍ଛାରେ ଆମେ କ'ଣ କରୁ? ବଞ୍ଚୁ। ନିଜ ଇଚ୍ଛାରେ ଯେଉଁଠି ଯିବା କଥା ନାହିଁ ସେଠି ଆମେ ପଳାଇ ଯାଉ, ନିଜ ଇଚ୍ଛାରେ ଆମେ ଖାଉ, ନିଜ ଇଚ୍ଛାରେ ବୁଲୁ, ନିଜ ଇଚ୍ଛାରେ ଆମେ କ'ଣ କରୁ? ପ୍ରତ୍ୟେକ କାର୍ଯ୍ୟ କରିଥାଉ। ମାତ୍ର ବାଇବେଲ ଆମକୁ ସେ ପ୍ରକାର କହେ ନାହିଁ। ହଁ, ପରମେଶ୍ୱର ଆମକୁ ସେ ସ୍ୱାଧୀନ ଇଚ୍ଛା ଦେଇଛନ୍ତି, ମାତ୍ର ଏହି ସ୍ୱାଧୀନ ଇଚ୍ଛାକୁ ଯେ ଆମେ ଯେ ମନ୍ଦ ଭାବରେ, କୁଅଭିଳାଷ ଭାବରେ ବ୍ୟବହାର କରିବା, ସେଥିପାଇଁ ପରମେଶ୍ୱର ଏହି ସ୍ୱାଧୀନ ଇଚ୍ଛାକୁ ଆମକୁ ସେ ଦେଇନାହାନ୍ତି। ଆମେ ଯେପରି ପ୍ରଭୁଙ୍କର ଇଚ୍ଛା ଅଭିମତ ଅନୁସାରେ, ପ୍ରଭୁଙ୍କର ଗ୍ରହଣଯୋଗ୍ୟ ଭାବରେ ଆମେ ଆଚରଣ କରିବା, ସେଥିପାଇଁ ସେ ଆମକୁ ଏହି ସ୍ୱାଧୀନ ଇଚ୍ଛାକୁ ସେ ଦେଇଛନ୍ତି। ତାହାଙ୍କ ନାମର ଗୌରବ ହେଉ। ଏହି ସ୍ଥାନ ଲେଖାଯାଉଛି ଯେ ଆମେ ବର୍ତ୍ତମାନ ସମୟରେ କିପରି ବଞ୍ଚିବା। ଆମେ ଭବିଷ୍ୟତରେ ବା ଏହି ଜଗତରେ ଯେତେ ଦିନ ଆମେ ବଞ୍ଚିଥିବା, ଯେଉଁ ପର୍ଯ୍ୟନ୍ତ ପ୍ରଭୁଙ୍କର ଆଗମନ ହେଉନାହିଁ, ସେହି ପର୍ଯ୍ୟନ୍ତ ଆମେ କେମିତି ବଞ୍ଚିବା? କୁଅଭିଳାଷ ଅନୁସାରେ ଏହି ସମୟକୁ କ୍ଷେପଣ ନ କରି, ଏହି ସମୟକୁ ନଷ୍ଟ ନ କରି ଆମେ କେମିତି ବଞ୍ଚିବା? ଆମେ
ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଆମେ ବଞ୍ଚିବା। ଈଶ୍ୱରଙ୍କର ଇଚ୍ଛା ଅନୁସାରେ, ତାହାଙ୍କର ଇଚ୍ଛା କ'ଣ? ଥେସଲୋନିକ୍ୟ ପୁସ୍ତକରେ ଲେଖାଯାଉଛି ଯେ ତାହାଙ୍କର ଇଚ୍ଛା ହେଲା ଆମେ ପବିତ୍ର ହେବା। କାରଣ ଆମର ପରମେଶ୍ୱର ପବିତ୍ର ଅଟନ୍ତି। ଆମକୁ ଯେଉଁ ପରମେଶ୍ୱର ବାଛିଛନ୍ତି, ମନୋନୀତ କରିଛନ୍ତି, ଆହ୍ୱାନ କରିଛନ୍ତି, ସେ ପବିତ୍ର ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେତେ ଦିନ ବଞ୍ଚିବା, ଆମେ ପ୍ରଭୁଙ୍କ ପାଇଁ ବଞ୍ଚିବା ଆବଶ୍ୟକ ରହିଛି। ରୋମିଓ ମଣ୍ଡଳୀ ନିକଟକୁ ସାଧୁ ପାଉଲ ଏହି ପ୍ରକାର ଲେଖିଲେ, 14 ଅଧ୍ୟାୟ, ରୋମିଓ ପୁସ୍ତକ 14 ଅଧ୍ୟାୟ 8 ପଦରେ ଲେଖାଗଲା, ଯେଣୁ ଯଦି ଆମ୍ଭେମାନେ ବଞ୍ଚୁ ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। ଅତଏବ ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ। ମୁଁ କହିବା ପାଇଁ ଚାହେଁ, ଯଦି ଆମେ ବଞ୍ଚି ଥାଉ ଥାଉ ଆମେ ଯଦି ପ୍ରଭୁଙ୍କ ପାଇଁ ବଞ୍ଚିବା, ଆମେ ପ୍ରଭୁଙ୍କ ନିମନ୍ତେ କିଛି କରି ବଞ୍ଚିବା, ପ୍ରଭୁଙ୍କର ଗୌରବ ପ୍ରଶଂସା ଉଦ୍ଦେଶ୍ୟରେ ବଞ୍ଚିବା, ତାହାଙ୍କ ରାଜ୍ୟର ବିସ୍ତାର ନିମନ୍ତେ ବଞ୍ଚିବା, ତାହେଲେ ଆମେ ବଞ୍ଚୁ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରୁ କରୁ କାଳେ ଆମମାନଙ୍କର ମୃତ୍ୟୁ ହେଇଯିବ, କାଳେ ପ୍ରଭୁଙ୍କର ଆଗମନ ହେବ, ତାହେଲେ ମଧ୍ୟ ପରକାଳରେ ମଧ୍ୟ ଆମେ କ'ଣ ହେବା? ପ୍ରଭୁଙ୍କର ହେବା। ଆଉ ବଞ୍ଚୁଥିବା ସମୟରେ ଯେଉଁମାନେ ପ୍ରଭୁଙ୍କର ନୁହନ୍ତି, ସେମାନେ ମରିଗଲେ ମଧ୍ୟ ସେମାନେ ପ୍ରଭୁଙ୍କର ହେଇପାରିବେ ନାହିଁ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କିପରି ବଞ୍ଚିବାର ଆବଶ୍ୟକ ରହିଛି? ଆମେ ଯୀଶୁଖ୍ରୀଷ୍ଟ ଯେମିତି ବଞ୍ଚିଲେ ସେହି ପ୍ରକାର ବଞ୍ଚିବାର ଆବଶ୍ୟକ ରହିଛି। ଏବଂ ଆଜି ଦିନ ମୋର ଶେଷ ଦିନ ବୋଲି ଭାବି ଆମେ ନିଜକୁ ପ୍ରସ୍ତୁତ କରି ବଞ୍ଚିବାର ଆବଶ୍ୟକ ରହିଛି। ଏବଂ ତୃତୀୟ ବିଷୟ ଆମେ ଦେଖିଲୁ ଯେ ଯେତେ ଦିନ ଆମେ ଏହି ପୃଥିବୀ ପୃଷ୍ଠରେ ବଞ୍ଚିବା, ପରବର୍ତ୍ତୀ କାଳ ଆମେ ପ୍ରଭୁଙ୍କ ନିମନ୍ତେ କ୍ଷେପଣ କରିବା। ହେଇପାରେ ଅତୀତ କାଳରେ ଆମେ ପ୍ରଭୁଙ୍କୁ ଦୁଃଖ ଦେଇଛୁ, ଅମାନ୍ୟ କରିଛୁ, ତାହାଙ୍କର କଥାକୁ ଆମେ ମାନି ନାହୁଁ, ଆମେ ଜାଣିଶୁଣି ଅବାଟକୁ ଯାଇଛୁ। ମାତ୍ର ଏହି ଯେଉଁ ଭବିଷ୍ୟତରେ ପରବର୍ତ୍ତୀ ସମୟରେ ଆମେ କେମିତି ବଞ୍ଚିବାର ଆବଶ୍ୟକ ରହିଛି? ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଆମେ କାଳକୁ କ୍ଷେପଣ କରିବା। ଏହା ପ୍ରଭୁ ଆମଠାରୁ ଚାହାନ୍ତି। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଛ। ପିତା, ଏହି ମଣ୍ଡଳୀ ପ୍ରଭୁ ଉଠାଯିବାର ଏହି ଶେଷ ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ରଖିଛ। ଜୀବିତମାନଙ୍କ ମଧ୍ୟରେ ନାମ ସ୍ଥାନ ଦେଇ ତୁମ ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ କଥା ହେଉଛ। ଧନ୍ୟବାଦ ପ୍ରଭୁ। ଆମେ ଏହି ଧରା ପୃଷ୍ଠରେ ଆମେ ଯେତେ ଦିନ ବଞ୍ଚିବୁ, ତୁମ ଉଦ୍ଦେଶ୍ୟରେ ବଞ୍ଚିବା ପାଇଁ, ତୁମ ଆଗମନ ଉଦ୍ଦେଶ୍ୟରେ ବଞ୍ଚିବା ପାଇଁ ଆମ ସମସ୍ତଙ୍କୁ ତୁମେ ସାହାଯ୍ୟ କର। ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି। ଆମେନ୍, ଆମେନ୍। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଇଚ୍ଛା ହେଲେ ଆଉ ଏକ ସନ୍ଦେଶରେ ଆମେ ପରସ୍ପର ସାକ୍ଷାତ କରି ତାଙ୍କ ରାଜ୍ୟ ନିମନ୍ତେ ବଢ଼ୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।